ଚୋରି କରୁ କରୁ ଏମିତି ଧରା ପଡ଼ିଯିବୁ ବୋଲି ମୁଁ କେବେ ବି ଭାବିନଥିଲି। ହ୍ୟାଲୋ ମୁଁ ଆମେ ଆଜି ବସି ଗୋଟେ ମିଟିଂ କରିଦେଲୁ କାହିଁକି ନା ଆମର ଭୋଜି କି ଭୋଜି ପୁରା ଭିଡ଼ିଓ ଦେଖନ୍ତୁ ଜାଣିପାରିବେ। ତ ଭୋଜି ପାଇଁ ଆମେ ଗୋଟେ ଲିଷ୍ଟ କରିଦେଲୁ, ସବୁ ଜିନିଷ ଆଣିବାର ଅଛି। ତ ତାପରେ ଆମେ ପଳେଇଲୁ ଡିସ୍ ଆଣିବା ପାଇଁ। ଆମ ସାହିରେ ଜଣଙ୍କ ଘର ପାଖ ଥିଲା, ତ ଆମେ ଯାଇ ନେଇ ଆସିଲୁ। ଆମେ ଅଧା ବାଟ ଆଣିଲୁ ଆଉ ଚିଣ୍ଟୁ ପଣ୍ଡା ଅଧା ବାଟ ନେଇ ଆସିଲେ। ଷ୍ଟାର୍ଟ ହେଇଗଲା। ଆମେ ଏଠି ସବୁ ପରିବା କାଟିଦେଲୁ ଆଉ ଧୋଇଦେଲୁ। ଏଠି ଆମର ଏ ଛୁଆଟି ମସଲା କୁଟୁଥିଲା, ଯେମିତି ଦେଖିଛି କି ମୁଁ ଭିଡ଼ିଓ ବନଉଛି ସେଇଠୁ ହିଁ ଉଠିକି ପଳେଇଲା ଆଉ ରିଙ୍କିକି ଦେଇଦେଲା ମସଲା କୁଟିବା ପାଇଁ। ତାପରେ ଆମର ଚିଣ୍ଟୁ ରୋଷେଇ କରିକି ଆମକୁ ଟିକେ ଚଖେଇଲେ କେମିତି ହେଇଛି ଟିକେ ଚାଖିବା ପାଇଁ। ଆମେ ଟିକେ ଚାଖିଦେଲୁ, ବହୁତ ଭଲ ହେଇଥିଲା। ତାପରେ ଏତେ ଗରମ ହେଲା କି ଆମେ ଟିକେ ଯାଇ ଛାତ ଉପରେ ବସିଲୁ। ସେଠି ବସୁ ତଳୁ ଖବର ଆସିଲା କି ଜାଳ ନାହିଁ। ଆମେ କ'ଣ କରିବୁ ନା ଜାଳ ପଳେଇଲୁ ଆମେ ସେଠି ବଡ଼ ବୋଉଙ୍କ ଘରକୁ, ତାଙ୍କ ଛାତ ଉପରେ ଜାଳ ଅଛି କି ନାହିଁ ଦେଖିକି ଆଣିବା ପାଇଁ। କିନ୍ତୁ ଆଣିପାରିଲୁନି କାହିଁକି ନା ଡର ଲାଗିଲା, ପଳେଇ ଆସିଲୁ। ତାପରେ ଆମର ବିରିୟାନୀ ରେଡ଼ି ହେଇଗଲା। ବିରିୟାନୀ ସହିତ ଆଳୁଦମ ଆଉ ରାଇତା ଖାଇ ଦେଇକି ଆମେ ଘରକୁ ପଳେଇ ଆସିଲୁ। ଏବେ ମୁଁ ରହୁଛି। ଯଦି ବ୍ଲଗ୍ଟି ଭଲ ଲାଗିଥିବ ଲାଇକ୍ କମେଣ୍ଟ କରିଦେବେ। ଜୟ ମା ବିରଜା।